ଦେଖେଇବି କାହିଁକି ଭାଇ କଣ ଦରକାର ନା ପାନ ଖଣ୍ଡେ ଦଉନୁ ଗୁଣ୍ଡି ଖାଇବୁ ଯାଚିଲୁ କାହିଁକି ଦେଖ ତ କରିବୁନି ଗୁଣ୍ଡି ଖାଇବୁ ଇଏ ଗୁଣ୍ଡି ଖିଆଳି ତୁ ସିଧା ନ ଯାଚି ତାକୁ ଭାଇ ଗୁଣ୍ଡି ଖାଇବୁ ସେ ଯଦି ଖାଇଥାନ୍ତା ନହେଲେ ଭାଇ ଚଳୁନି ଚଳିଥାନ୍ତା ଯାଚିଲୁ କଣ ଖାଇବୁ ସେ କହିଲା ପାନ ଖଣ୍ଡେ ଦଉନୁ ନା ଗୁଣ୍ଡି ଖାଇବୁ 3 ଟଙ୍କା ଇଏ 3 ଟଙ୍କା ଦିନ ଯାକ ଚାଲିବ ନେଡିଏ କାହିଁକି ଯାଚିଲୁ କେଡେ ବଡ ଭୁଲ କହିଲା ଦିଅ ହେ ଗୁରୁ ଚରଣ ଧୂଳି 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 ହଉ ତମକୁ ଦିଅ ହେ ଗୁରୁ ଚରଣ ଧୂଳି ମୁଁ ଜୀବନରେ ହେବି ଦିଅ ହେ ଗୁରୁ ଚରଣ ଧୂଳି ଗୁରୁଙ୍କର ପାଦ ଧୂଳି ଟିକେ ମସ୍ତକରେ ବଳି ଦେଲା ଗୁରୁଜୀ କଲ୍ୟାଣ କରନ୍ତୁ ଦିଅ ପାଦ ଧୂଳି ଯଦି ଆପଣଙ୍କର କଲ୍ୟାଣ ହବ ଯଶସ୍ୱୀ ହେବି କଲ୍ୟାଣ ନାହିଁ ତ କିଛି ନାହିଁ ଗୁରୁ କଲ୍ୟାଣ ନଥିଲେ ଜଗତରେ କଣ ଅଛି ମହାଭାରତର ଆରମ୍ଭ ମାତ୍ର ଗୋଟାଏ ପାଖରେ କୌରବ ସେନା ଅନ୍ୟ ପାଖରେ ପାଣ୍ଡବ ସେନା ଅର୍ଜୁନ ଦେଖିଦେଲେ ଆର ପାଖରେ ଛିଡା ହେଇଛନ୍ତି ଜଗତ ଗୁରୁ ଜଗତ ବିଦ୍ୟା ଧର୍ମ ଦେବତା ତଳେ ବସୁମାତା ଉପରେ ଧର୍ମ ଦେବତା ଆପଣ କୋଟି କୋଟି ପ୍ରଣାମ ନାରାୟଣ ଜଗନ୍ନାଥ ଏଠି ଯେତେ ଲୋକ ଅଛନ୍ତି ପରିବାର ସମିତିଙ୍କର ସୁଖେ ରୁହନ୍ତୁ ଆପଣଙ୍କର ବି ସୁଖ ରୁହନ୍ତୁ ସବୁ କୋଟି କୋଟି ପ୍ରଣାମ ଆମ ମୋ ତରଫରୁ ଜଗତ ଗୁରୁ ଜଗତ ପିତା ଯାଉ ସବୁ ଆପଣ ଗୁରୁଙ୍କ ବିଷୟରେ କହିଛି ଆଜ୍ଞା ଯାଉ ଗୁରୁ କୃପା ହିଁ କେବଳମ୍ ଯଦି ଗୁରୁ ନାହାନ୍ତି ତ କିଛି ନାହାନ୍ତି ତାହେଲେ ସେଦିନ କହିଦେଲେ କହିଲେ ଗୁରୁଜୀ ଟିକେ ପାଦ ଧୂଳି ଟିକେ ଦିଅନ୍ତୁ ମସ୍ତକରେ ପାଦ ଧୂଳି ଟିକେ ମାରି ଅର୍ଜୁନ ବାହାରିଲେ କହିଲେ ଆପଣଙ୍କ କୃପା କାହିଁକି ନା ଅର୍ଜୁନ ସେଦିନ ଦେଖିଛନ୍ତି ଆର ପାଖରେ ଗୁରୁ ଦ୍ରୋଣ ପିତାମହ ଭୀଷ୍ମ ଆର୍ଯ୍ୟାବର୍ତ୍ତର 2 ଜଣ ମାଇଲି ଖୁଣ୍ଟ ପ୍ରତିପକ୍ଷର ଶତ୍ରୁ ତାଙ୍କ ସାଙ୍ଗରେ ଯୁଦ୍ଧ କରିବି ସତ କିନ୍ତୁ ଶାଳୀନତା ଭୁଲ ହବନି ଅର୍ଜୁନ ରଥରୁ ଓହ୍ଲାଇ ଯେତେବେଳେ ଯାଉଛନ୍ତି ଦୁର୍ଯ୍ୟୋଧନ କହିଲାଣି ଆକ୍ରମଣ ପିତାମହ ଭୀଷ୍ମ କହିଲେ ସେନାପତି ତୁ ନା ମୁଁ ତୁ କଣ ଆକ୍ରମଣ ନା ଅର୍ଜୁନ ଆସୁଛି ପ୍ରତିପକ୍ଷର ସେନାପତି ନା କେମିତି ଆସୁଛି ଦେଖୁଛୁ କାହିଁକି ଆସୁଛି ଜାଣିଛୁ ନ ଜାଣି କଣ ଆକ୍ରମଣ ଟିକେ ସମୟ ଅପେକ୍ଷା କରିଛନ୍ତି ଅର୍ଜୁନ ଯାଇଛନ୍ତି ପିତାମହ ଭୀଷ୍ମଙ୍କର ପାଦ ଛୁଇଁଦେଲେ କହିଲେ ପିତାମହ ଯୁଦ୍ଧକୁ ଆସିବା ପୂର୍ବରୁ 7 କୋଟି ପ୍ରଣାମ ଟିକେ କଲ୍ୟାଣ କରିଦିଅନ୍ତୁ ମୁଣ୍ଡରେ ହାତ ମାରି ଦେଇଲେ କହିଲେ ଯଶସ୍ୱୀ ଭବ ଗୁରୁ ଦ୍ରୋଣଙ୍କ ପାଖକୁ ଗଲେ ଗୁରୁଜୀ ପ୍ରଣାମ ବିଜୟୀ ଭବ ରାଜ୍ୟରେ ଜଳିଗଲାଣି ମାନଗୋବିନ୍ଦ କହିଲା ସିଏ ତ ବିଜୟୀ ଭବ ସିଏ ତ ଯଶସ୍ୱୀ ଭବ ମୁଁ କଣ ଭବ କହିଲେ ଆରେ ମଣିଷ ତୁ ଯଦି ମଣିଷ ହେଇଥାନ୍ତୁ କଲ୍ୟାଣ ପାଇଥାନ୍ତୁ ଅର୍ଜୁନ